ଗୋଟେ ମାନେ ଆଜି ପର୍ଯ୍ୟନ୍ତ ମୁଁ ଗୋଟେ କଥା ବୁଝିପାରୁନି, ଯେଉଁ ଲୋକମାନେ କହୁଛନ୍ତି ମୋ ପାଖରେ ଗାଡ଼ି ଏତିକ ଗାଡ଼ି ଅଛି, ଏତେ ପଇସା ଅଛି, ଆଉ ଏତେ ପାୱାର ଅଛି, ଏତେ ଲୋକ ଚିହ୍ନା ଅଛନ୍ତି। ଚିହ୍ନା କରିକି କରିବ କ'ଣ ଭାଇ? ଆଇଥିଲ ନା ଜନ୍ମ ବେଳେ କ'ଣ କିଛି ଧରିକି ଯାଇଥିଲ, ନା ଗଲାବେଳେ କ'ଣ କିଛି ନେଇକି ଯିବ? ଏବେ ମାନେ ବଞ୍ଚିକି ଅଛ, ଏବେ ଲୋକଙ୍କ ପାଇଁ କିଛି କାମ କର, ଲୋକଙ୍କୁ କିଛି ସୁବିଧା କର, ଲୋକଙ୍କୁ କିଛି ସାହାଯ୍ୟ କର। ମଲା ପରେ ବି ତୁମକୁ କିଏ କହିବ ଯେ ନା ତୁମେ କିଛି ଲୋକଙ୍କର ତୁମକୁ ମନେ ରଖିବ ନା କିଛି ତୁମେ କରିକି ଯାଇଛ ବୋଲି। ଖାଲି କହି ହେଉଛ ମୋର ପାଇଁ ଏତିକି ଅଛି, ଲୋକଙ୍କୁ ହଇରାଣ କରୁଛ, ଲୋକଙ୍କୁ କଷ୍ଟ କରୁଛ, କାହା ଲୋକଙ୍କୁ ବ୍ଲେମ୍ କରୁଛ। ଏ କ'ଣ ଭାଇ? କିଛି କାମ ନାହିଁ ନା। ଏବେ ରିସେଣ୍ଟ ଦେଖିଥିବ ଗୋଟେ କଥା, ଏଇ ଇନଷ୍ଟାଗ୍ରାମରେ ପୋଷ୍ଟ ହେଇଥିଲା, ଗୋଟେ ଆମ୍ବୁଲାନ୍ସ ବାଲା ଭିଡ଼ିଓ ପୋଷ୍ଟ କରୁଛନ୍ତି, ମାନେ ତାଙ୍କର ଫ୍ୟାମିଲି ମେମ୍ବର କହୁଛନ୍ତି ନିଜ ଶବକୁ ନେବା ପାଇଁ ଡରୁଛନ୍ତି। ଆମ୍ବୁଲାନ୍ସର ପୋଷ୍ଟ କରିଥିଲେ, ଆପଣ ଦେଖନ୍ତୁ, ମିଛ କହୁଛି। भाई जिसका बॉडी लेके जाए ना, कोई भी गाड़ी में नहीं बैठ रहा है, बोलते हैं हमको डर लगता है। बताओ मरने के बाद क्या इज्जत है आदमी की? अपना आदमी अपने आदमी से डर रहा है। वो कार मंगाए, कार से जा रहे हैं, हम लोग नहीं डर रहे हैं, हम लोग उनके आदमी को लेके जा रहे हैं। खाली बॉडी, मैं, मेरा ड्राइवर। କରିନି ତା ଫ୍ୟାମିଲି ପାଇଁ ମୁଁ କିଛି କରିନି। ତା ଫ୍ୟାମିଲି ମେମ୍ବର ନିଜେ କହୁଛନ୍ତି ଆମେ ସବୁକୁ ଡର ଲାଗୁଛି, ଆମକୁ ଯିବାକୁ ଡର ଲାଗୁଛି। ନିଜେ ପୁଣି କାର୍ ବୁକିଂ କରିକି ନିଜେ ଯାଉଛନ୍ତି। ଆମ୍ବୁଲାନ୍ସ କହୁଛି ମୁଁ ତ ଡ୍ରାଇଭର ଭାଇ ଅଛି, ମୁଁ ତ ଯିବାକୁ ପଡ଼ିବ, ମୋତେ ନେଇକି ଯିବାକୁ ପଡ଼ିବ। କ'ଣ ଭାଇ ତୋ ମୂଲ୍ୟ ତୁ ମଲା ପରେ ତ କେହି ପଚାରୁନାହାନ୍ତି, ନିଜ ଫ୍ୟାମିଲି ଲୋକ ଯିଏ ପଚାରୁନାହାନ୍ତି। କ'ଣ ଭାଇ ତୋର ମୂଲ୍ୟ? କିଛି ମୂଲ୍ୟ ନାହିଁ। ସେଥିପାଇଁ ଭାଇ କହୁଛି ଜୀବନରେ କେତେ ଅଛ ଯଦି କିଛି ଭଲ କାମ କର, କଷ୍ଟ କର, ମେହନତ କର, ତାପରେ ଫଳ ତୁମ ଆପେ ଆପେ ମିଳିବ। ନିଜର ଫ୍ୟାମିଲି ମେମ୍ବର ତ ନିଜର ସବୁକୁ ଡର ଲାଗୁଛନ୍ତି।